ଜୟ ଜଗନ୍ନାଥ। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି କେମିତି ଗୋଟେ ବିଲିନିୟର ହୁଅନ୍ତି, ସେମାନେ ଆମଠୁ କମ୍ ଲେଭେଲରେ ଥାନ୍ତି, ବହୁତ କମ୍ ଲେଭେଲରେ, କିନ୍ତୁ ସେମାନେ ଏତେ ବଡ଼ ବିଲିନିୟର କେମିତି ହେଇଯାଆନ୍ତି ତା ସିକ୍ରେଟ୍ ମୁଁ এই ଭିଡ଼ିଓରେ ଆପଣଙ୍କୁ କହିବାକୁ ଚାହୁଁଛି। ବିଲିନିୟରଙ୍କ ମାଇଣ୍ଡସେଟ୍ କେମିତି ଥାଏ, ସେମାନଙ୍କ ଥଟ୍ ପ୍ୟାଟର୍ନ କେମିତି ଥାଏ, ୱେ ଅଫ୍ ବିହେଭିୟର କେମିତି ଥାଏ, ସେମାନଙ୍କର ହ୍ୟାବିଟ୍ କେମିତି ଥାଏ, ସେମାନେ କେମିତି ନିଜକୁ ଡିଲ୍ କରନ୍ତି ଏଭ୍ରି ମର୍ଣ୍ଣିଂ, ସେମାନେ କେମିତି ଡେଲି ଛୋଟ ଛୋଟ ଷ୍ଟେପ୍ ନିଅନ୍ତି ବଡ଼ ଗୋଲ୍କୁ ଆଚିଭ୍ କରିବା ପାଇଁ, ତା ବିଷୟରେ ଜାଣିବା। ଫାର୍ଷ୍ଟ ବିଲିନିୟର ମାନେ ନିଜକୁ କମ୍ ଭାବନ୍ତିନି, ତାଙ୍କ ପାଖରେ ବହୁତ କମ୍ ଲେଭେଲରେ ସେମାନେ ଥାଆନ୍ତି, କିନ୍ତୁ ସେମାନେ ଭାବନ୍ତି କି ମୁଁ ବଡ଼ ଆଚିଭ୍ କରିପାରିବି। ନିଜ ଉପରେ ବିଲିଭ୍ ରଖନ୍ତି, ବିଲିଭ୍ ସେମାନଙ୍କୁ ବହୁତ ଷ୍ଟ୍ରଙ୍ଗ ଥାଏ କି ମୁଁ କିଛି ଗୋଟେ ବନିପାରିବି, ମୋ ଭିତରେ ପଟେନ୍ସିଆଲ୍ ଅଛି। ଫର୍ଷ୍ଟ ଷ୍ଟେପ୍ ସେମାନେ ବିଲିଭ୍ କରନ୍ତି କି ମୋ ଭିତରେ ପଟେନ୍ସିଆଲ୍ ଅଛି, ମୁଁ ବହୁତ କିଛି ବଡ଼ ଆଚିଭ୍ କରିପାରିବି। ଫର୍ଷ୍ଟ ରୁଲ୍, ନିଜ ଉପରେ ବିଲିଭ୍ କରନ୍ତୁ। ସେକେଣ୍ଡ, ନିଜ ପଟେନ୍ସିଆଲ୍ ହିସାବରେ, ମାନେ ନିଜ କ୍ୟାପାସିଟି ହିସାବରେ ହିଁ ଟାର୍ଗେଟ୍ ସେଟ୍ କରନ୍ତୁ। ମାନେ ସେମାନଙ୍କର ଭାବନ୍ତି ମୋ ବହୁତ ବଡ଼ କ୍ୟାପାସିଟି ଅଛି, ସେମାନେ ବଡ଼ ଭିଜନ୍ ରଖନ୍ତି, ବଡ଼ ଗୋଲ୍ ରଖନ୍ତି, ସେହି ହିସାବରେ ସେମାନେ ଟାର୍ଗେଟ୍ ସେଟ୍ କରନ୍ତି। ତ ବଡ଼ ଭିଜନ୍, ବଡ଼ ଗୋଲ୍ ରଖିଲେ ଆପଣଙ୍କ ପଟେନ୍ସିଆଲ୍ ଏକ୍ସପ୍ଲୋର୍ଡ଼ ହେବ। କିନ୍ତୁ ସେ ବଡ଼ ଗୋଲ୍କୁ ସେମାନେ ଛୋଟ ଛୋଟ ଷ୍ଟେପ୍ରେ ବିଭକ୍ତ କରନ୍ତି। ମାନେ ଫାର୍ଷ୍ଟ ଲକ୍ଷ୍ୟବତୀ ହେବି, କିଛି ଅର୍ଜନ କରିବି, ନିଜ ସ୍କିଲ୍କୁ ବେଟର୍ କରିବି, କନଷ୍ଟାଣ୍ଟଲି ନିଜ ସ୍କିଲ୍କୁ ବେଟର୍ କରିବା ପାଇଁ ସେମାନେ କାମ କରନ୍ତି। ତ ଆପଣ ବି ସେଇ ଜିନିଷ କରିବାକୁ ପଡ଼ିବ। ନିଜ ସ୍କିଲ୍କୁ ବେଟର୍, ଫାର୍ଷ୍ଟ ନିଜ ଉପରେ ବିଲିଭ୍ କରନ୍ତୁ, ମାଇଣ୍ଡସେଟ୍ ଷ୍ଟ୍ରଙ୍ଗ ରଖି ନିଜ ଉପରେ ବିଲିଭ୍ କରନ୍ତୁ। ସେକେଣ୍ଡ, ବଡ଼ ଭିଜନ୍ ରଖନ୍ତୁ। ଏଣ୍ଡ ଥର୍ଡ଼, ସେ କାମ କରିବା ପାଇଁ ଡିଜର୍ଭିଂ ହୁଅନ୍ତୁ। ଆଉ ସେ ଡିଜର୍ଭିଂ ସେମାନେ ଡେଲି ହୁଅନ୍ତି, କିଛି ଶିଖନ୍ତି, କିଛି ଲୋକ ସହିତ ମିଶନ୍ତି ସେ କାମ କରିବା ପାଇଁ, ଡେଲି ସେମାନେ ଡିଜର୍ଭିଂ ହୁଅନ୍ତି। ଏଣ୍ଡ ଫୋର୍ଥ, ସେମାନେ ଭଲ ଭଲ ଲୋକ ସହିତ ମିଶନ୍ତି। ଓନ୍ଲି କ୍ୱାଲିଟି ଓକ୍ୟୁପି ମନେ ରଖନ୍ତୁ, ଯେଉଁମାନେ ଆପଣଙ୍କୁ ଆଗକୁ ବଢ଼ିବାକୁ ସାହାଯ୍ୟ କରିବେ ସେମାନଙ୍କ ସହିତ ସେମାନେ ମିଶନ୍ତି। ଆଉ ବାକି ଲୋକ ସହିତ ସେମାନେ ମିଶନ୍ତି, କିନ୍ତୁ ବହୁତ ଟାଇମ୍ ସେମାନେ ତାଙ୍କ ସହିତ ସ୍ପେଣ୍ଡ କରନ୍ତି, ବୁକ୍ସ ପଢ଼ନ୍ତି, କିଛି କୋର୍ସେସ୍ରେ ସେମାନେ ନିଜ ଉପରେ ଇନଭେଷ୍ଟମେଣ୍ଟ କରନ୍ତି। ଏସବୁ କରିପାରିଲେ ଆପଣ ବି ବିଲିନିୟର ହେଇପାରିବେ। ଆଉ ସେମାନେ ସବୁଦିନ ମୋଟିଭେଟ୍ ରୁହନ୍ତି, ନିଜ ଗୋଲ୍କୁ ଲେଖନ୍ତି, ସକାଳେ ରାତିରେ 2 ଟାଇମ୍ରେ ସେମାନେ ନିଜ ଗୋଲ୍କୁ ଲେଖନ୍ତି ଏଭ୍ରିଡେ। ତ ତାଙ୍କ ସବକନସିୟସ୍ ମାଇଣ୍ଡରେ ସେଇଟା ପୁରା ଫୁଲ୍ ମାନେ ଭର୍ତ୍ତି ହେଇଯାଏ କି ମୁଁ ଏଇଟା ଅଚିଭ୍ କରିବାର ଅଛି। ସେମାନଙ୍କ ଡ୍ରାଇଭ୍ ଭିତରେ ପଳେଇ ଆସେ ଏବଂ ସେମାନେ କନସିଷ୍ଟେଣ୍ଟଲି ଆକ୍ସନ୍ ନିଅନ୍ତି, ଡେଲି କାମ କରନ୍ତି ନିଜ ଗୋଲ୍ ପାଇଁ। ତ ତାଙ୍କ ଗୋଟେ ମୋମେଣ୍ଟମ୍ କ୍ରିଏଟ୍ ହେଇଯାଏ, ରେଗୁଲାରଲି କରନ୍ତି, ଯେଉଁଟା ବି କରନ୍ତି ରେଗୁଲାରଲି କରନ୍ତି। ଆଉ ଗୋଟେ ହ୍ୟାବିଟ୍, ସକାଳେ ଜଲ୍ଦି ଉଠନ୍ତି। ଏସବୁ ହ୍ୟାବିଟ୍ ଯଦି ଆମେ ଧୀରେ ଧୀରେ ଡେଭଲପ୍ କରିବା, କେମିତି ଡେଭଲପ୍ କରିବା ମୁଁ ନେକ୍ସଟ ଭିଡ଼ିଓରେ କହିବି। ତ ଆପଣ ବି ଗୋଟେ ବିଲିନିୟର ହେଇପାରିବେ। ଯଦି ଏଭଳି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଲା ତ ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ କରନ୍ତୁ, କ'ଣ ବି ଡାଉଟ୍ ଅଛି ପଚାରନ୍ତୁ, ମୁଁ ଟ୍ରାଏ କରିବି ଆପଣଙ୍କ ସବୁ ଡାଉଟ୍କୁ ସଲ୍ଭ କରିବା ପାଇଁ। ଜଗନ୍ନାଥ।